ଆପଣମାନଙ୍କର ଏତେ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି। ଆପଣମାନଙ୍କର ସେହି ପ୍ରିୟ ଯୋଡ଼ି ଅସୀମା ଏବଂ ଋଷିକେଶକୁ ପୁଣି ଥରେ ଏକାଠି ଦେଖିବାକୁ ଯାଉଛନ୍ତି। ଏହି ବୋଧେ ପ୍ରେମ ଧାରାବାହିକ, ଯେଉଁ ଧାରାବାହିକ ବର୍ତ୍ତମାନ ସମୟରେ ତରଙ୍ଗ ଟିଭିରେ ପ୍ରସାରିତ ହେବା ଆରମ୍ଭ ହୋଇଛି। ଆପଣମାନଙ୍କର ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆପଣମାନଙ୍କର ଏହି ଯୋଡ଼ି ଏବେ ଆପଣମାନେ ପରଦାରେ ଦେଖିବାକୁ ଯାଉଛନ୍ତି ତରଙ୍ଗ ଟିଭିରେ 6:30 ପ୍ରତ୍ୟେକ ଦିନ ଏହି ଧାରାବାହିକ ପ୍ରସାରିତ ହେବାକୁ ଯାଉଛି। ଆପଣମାନଙ୍କର ପ୍ରିୟ ଯୋଡ଼ି ଅସୀମାପତି ଆଉ ଋଷିକେଶ ଦୁଇଜଣ ଏକାଠି ଧାରାବାହିକରେ ଦେଖିବାକୁ ପାଇବେ। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଦୀର୍ଘ ଦିନ ହେବ ଅସୀମାପତି ଅରଫ ଆପଣମାନଙ୍କର ପ୍ରିୟର ତାରିଣୀ ଆଖିରେ ତାରା ଧାରାବାହିକର ତାରାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଅଭିନୟକୁ ସେହି ଧାରାବାହିକରେ ମଧ୍ୟ ପ୍ରଥମ କରି ଦେଖିଥିଲେ ଏବଂ ଆପଣମାନେ ମଧ୍ୟ ତାଙ୍କର ଅଭିନୟକୁ ଦେଖିବାକୁ ପସନ୍ଦ କରୁଥିଲେ ଏବଂ ତାରିଣୀ ଆଖିରେ ତାରା ଧାରାବାହିକ ପରେ ଆପଣମାନେ ଅସୀମାଙ୍କୁ ଆଉ ଦେଖିବାକୁ ପାଇନାହାନ୍ତି। ସେ ସିରିଏଲ୍ ଠାରୁ ଦୂରେଇ ଥିଲେ, ଆଲବମ୍ରେ ମଧ୍ୟ କାମ କରୁଥିଲେ। ଆଉ ଦୀର୍ଘ ଦିନର ବ୍ୟବଧାନ ପରେ ଆପଣମାନେ ତାଙ୍କୁ ପୁଣି ଥରେ ତରଙ୍ଗ ଟିଭିରେ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି। ସେ ତାଙ୍କର ନୂଆ ଧାରାବାହିକ ରିଲିଜ୍ ହୋଇସାରିଛି। ତାଙ୍କର ନୂଆ ଧାରାବାହିକ ସନ୍ଧ୍ୟା 6:30 ତରଙ୍ଗ ଟିଭିରେ ପ୍ରସାରିତ ହେବା ଆରମ୍ଭ ହୋଇଛି। ଆଜିଠୁ ଆପଣମାନେ ତାଙ୍କର ଏହି ଧାରାବାହିକକୁ ତରଙ୍ଗ ଟିଭିରେ ଦେଖିବାକୁ ପାଇଯିବେ। ତେବେ ଆପଣମାନେ ଅସୀମା ଏବଂ ଋଷିକେଶଙ୍କ ଯୋଡ଼ିକୁ ତରଙ୍ଗ ଟିଭିର ଏହି ଧାରାବାହିକରେ ଏକାଠି ଦେଖିବାକୁ ପସନ୍ଦ କରିବେ କି ନାହିଁ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇପାରିବେ। ତା ସହିତ ଆପଣମାନଙ୍କୁ ଏହି ଧାରାବାହିକଟି କେତେ ମାତ୍ରାରେ ପସନ୍ଦ ଆସେ, ତରଙ୍ଗ ଟିଭିର କେଉଁ ଧାରାବାହିକ ଆପଣମାନଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖିବେ।